ଚାଷୀଙ୍କ ପାଇଁ ଆସିଗଲା ବହୁତ ବଡ଼ ଖୁସି ଖବର। ଏହି ଦିନ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ଏଥିପାଇଁ ସରକାର ଜାରି କଲେ ଫାଇନାଲ ତାରିଖ। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଟଙ୍କା କେବେ ଆସିବ ଏବଂ କେଉଁମାନେ ପାଇବେ ଏହି ଟଙ୍କା ଏବଂ ଏହି 3 ଭୁଲ ଥିଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା। ତ ପିଏମ୍ କିଷାନ ଯୋଜନାକୁ ନେଇ କ'ଣ ରହିଛି ନୂଆ ଅପଡେଟ୍ ଆସନ୍ତୁ ଜାଣିବା। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଏ କଥା ଆପଣ ମଧ୍ୟ ଜାଣିଥିବେ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ବାର୍ଷିକ 3ଟି କିସ୍ତିରେ 6,000 ଟଙ୍କା ଚାଷୀମାନଙ୍କ ଖାତାକୁ ଆସିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଚାଷୀଙ୍କୁ ମିଳିସାରିଥିବା ବେଳେ ଏବେ ସମସ୍ତ ଚାଷୀ 23ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି, ଯାହାକି ଏହି ଟଙ୍କା ଆସନ୍ତା ଜୁନ୍ 20 ତାରିଖରେ କେନ୍ଦ୍ର ସରକାର ଚାଷୀଙ୍କ ଖାତାରେ ଜମା କରିବେ। ଏହି ଟଙ୍କା ସେହିମାନଙ୍କୁ ମିଳିଥାଏ ଯେଉଁମାନଙ୍କ ଟାଟସରେ କୌଣସି ତ୍ରୁଟି ନଥାଏ। ବିଶେଷ କରି ଏହି 3 କାରଣ ପାଇଁ ଏହି ଟଙ୍କା ଆସିନଥାଏ। ପ୍ରଥମେ ହେଲା ଇକେୱାଇସି ଅପଡେଟ୍। ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଇକେୱାଇସି ଅପଡେଟ୍ କରିବା ବାଧ୍ୟତାମୂଳକ ହୋଇଯାଇଛି। ଦ୍ୱିତୀୟରେ ଲ୍ୟାଣ୍ଡ ସିଡିଂ। ଆପଣଙ୍କ ଚାଷ ଜମିର ରେକର୍ଡ ଆପଣଙ୍କ ଆବେଦନ ସହିତ ଲିଙ୍କ ହେବା ନିହାତି ଜରୁରୀ। ଏବଂ 3 ନମ୍ବରରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ଲିଙ୍କ ହେବା ନିହାତି ଜରୁରୀ ଏବଂ ଆପଣଙ୍କ ଆକାଉଣ୍ଟ ଡିବିଟି ଏନାବଲ୍ ହୋଇଥିବା ନିହାତି ଆବଶ୍ୟକ। ଏହିସବୁ ଯଦି ଆପଣଙ୍କର ଠିକ୍ ଅଛି ତେବେ ଆପଣ ମଧ୍ୟ ପିଏମ୍ କିଷାନ ଯୋଜନାର 23ତମ କିସ୍ତିର 2,000 ଟଙ୍କା ପାଇବେ।